जय श्री जगन्नाथ भाई मैंने सर्वप्रथम गुरुदेव गणपति ମୁଁ ଜଗଦମା ପ୍ରଣାମ କରିବି। ଆଜି ଆମେ ଆମ ରାଷ୍ଟ୍ର ସେସନକୁ ଆଗକୁ ବଢିବା। ରାଷ୍ଟ୍ର ସେସନ କ୍ରମରେ ଆଜି ଆମେ ପଢିବା କେତୁ ମହାଗ୍ରହ। ଜଣା ନାହିଁ ଆଜି ମୁଁ କେତୁ କଣ ପାଇଁ କରୁଛି। ସର୍ବପ୍ରଥମେ ଗୋଟେ ଗ୍ରହ, ଯଦି ଗ୍ରହ ଜଗତରେ ତାକୁ ଛାୟା ଗ୍ରହ ବୋଲି କୁହାଯାଏ। ରାହୁ ମହାରାଜଙ୍କର ଅପୋଜିଟ ଡିରେକ୍ସନ ରେ ସେମାନେ ବସନ୍ତି। ସମସ୍ତେ ଜାଣିଛନ୍ତି ସ୍ୱର୍ଭାନୁ ରାକ୍ଷସକୁ ଯେତେବେଳେ ଅମୃତ ପିଲା ବେଳେ ଭଗବାନ ଶ୍ରୀ ନାରାୟଣ କାଟି ଦେଇଥିଲେ ତା ବେକକୁ, ତାର ବେକଟା ହେଇଗଲା ରାହୁ, ଆଉ ତାର ଯୋଉ ବେକରୁ ତଳପଟର ଅଂଶଟା ହେଇଗଲା କେତୁ। ସମସ୍ତେ ଗୋଟେ କଥା ମନେ ରଖିଥାଅ ଯେ ସମସ୍ତେ ଗୋଟେ କଥା ମନେ ରଖିଥାଅ ଯେ ଯୋଉଠି କେତୁ ହଉଛି ସବୁଠୁ ପାୱାରଫୁଲ ପ୍ଲାନେଟ, ଆଉ ତାର କାମ ହେଲା ବହୁତ ସିମ୍ପଲ। ସିଏ କହେ ମୁଁ ଯୋଉଠି ବଇଛି ସେଇଠୁ ତମେ ମୁକ୍ତ ହୁଅ। କଣ କହେ? କହେ ମୁଁ ଯୋଉଠି ବସିଛି ତୁମେ ସେଇଠୁ ମୁକ୍ତ ହୁଅ, ନହେଲେ ମୁଁ ତମକୁ ମୁକ୍ତ କରିଦେବି। ତାର ଦି ତିନିଟା ଇଣ୍ଟରପ୍ରିଟେସନ କହିଦଉଛି, ତାପରେ ମୁଁ ତାକୁ ବୁଝେଇବି। ଆଉ ଆପଣ ଆପଣଙ୍କ ଚାର୍ଟ ରେ ଯାହା ଯାହା ଅଛି ସେଇଟା ତମେ ତମର ବୁଝିବ। ପ୍ରଥମ ପଏଣ୍ଟ ହେଲା ଯେ କେତୁ ମହାରାଜ ହଉଛନ୍ତି ସବୁଠୁ ପାୱାରଫୁଲ ପ୍ଲାନେଟ। ତାଙ୍କଠୁ ଆଉ ପାୱାରଫୁଲ ପ୍ଲାନେଟ କିଛି ନାହିଁ। ଯେତେବେଳେ ରାହୁ ମହାରାଜ ପ୍ରୋବ୍ଲେମ ଦିଅନ୍ତି, ସେତେବେଳେ କେତୁ ମହାରାଜଙ୍କ ରେମେଡି କରାଯାଏ। ଯଦି ଡିପଲି ଆନାଲିସିସ୍ କରିକି ଦେଖିବ, କେତୁର ଅନ୍ୟ ନାମ ହଉଛି ଶିଖି। ଆଉ ବାସ୍ତବରେ ଶିଖି ହଉଛି ନର୍ଥ ଇଷ୍ଟ ଡିରେକ୍ସନ ର ମେନ୍ ହିରୋ, ଯାହାକୁ ୟୁଆନ କୁହାଯାଏ, ୟୁଆନ ଜୋନ। ଶିଖି ପର୍ଜନ୍ୟ ଜୟନ୍ତ ମହେନ୍ଦ୍ର ସୂର୍ଯ୍ୟ ସତ୍ୟ ବୃଷ ଆକାଶ, ଯୋଉ ୟୁଆନ ର ଜୋନ୍ ଅଛି ସେଟା ହେଲା ନର୍ଥ ଇଷ୍ଟ। ଆଉ ତାକୁ ରୁଲ କରନ୍ତି ଈଶାନେଶ୍ଵର ମହାଦେବ। ଠିକ ଅଛି ନା? ତ ଇଟ ଇଜ ନୋନ ଅଦର ଦେନ ମହାଦେବଙ୍କର ବୈରାଗ୍ୟ ଶକ୍ତି, ଡିଟାଚମେଣ୍ଟ ଶକ୍ତି। କେତୁରୁ ଆମେ ସ୍ପିରିଚୁଆଲିଟି ଦେଖୁ, ଧର୍ମ ନୁହଁ। କେତୁରୁ ଆମେ ସ୍ପିରିଚୁଆଲିଟି ଦେଖୁ, ଧର୍ମ ନୁହଁ। ଧର୍ମ କଣ? ଧର୍ମ ହେଲା ଯେ ଧାରା ଇତି ଧର୍ମ, ମାନେ ଯେ ଧାରଣ କରିକି ରଖିବ ସେଇଟା ହଉଛି ଧର୍ମ। କିନ୍ତୁ ଯୋଉଟା ତୁମ ମାନଙ୍କୁ ଅନ୍ତର୍ମୁଖୀ କରିଦବ ସେଇଟା ହଉଛି କେତୁ। ଠିକ ଅଛି? ଏବେ ମୁଁ ଏମିତିଆ କଥା କହିବି, ଭାଇ ମୋ ଉପରେ ରାଗିବନି କ୍ଲାସ ସରିଲା ପରେ। ଠିକ ଅଛି ନା? ମୁଁ ଜାଣିନି, ମୁଁ ମୋର ଯାହା ଦେଖୁଛି କହୁଛି। ଆଉ କଣ ର କାରକ? ଇଏ ହଉଛି ସ୍ପିରିଚୁଆଲିଟି ର କାରକ, ଲିବରେସନ ମୁକ୍ତିର କାରକ, ଡିଟାଚମେଣ୍ଟ ର କାରକ। ତମ ଭିତରେ ଯୋଉ ଇଣ୍ଟୁସନ ଆସେ, ଭିତରେ ମୋର ଇଣ୍ଟୁସନ ଆସୁଛି ଏମିତି ହବାକୁ ଯାଉଛ, ସେଟା ତମ ସହିତ ଘଟେ, ତାର କାରକ। ୱିଜଡମ ର କାରକ ହଉଛନ୍ତି ବୃହସ୍ପତି ଦେବ। ବଟ ସେ ୱିଜଡମ ପାଇଁ ଯୋଉ ଲଙ୍ଗିଙ୍ଗନେସ ଟା ଆସେ, ଏ ମତେ ଜ୍ଞାନ ଦରକାର, ମତେ ଏଇଟା ଦରକାର, ମତେ ଏଇଟା ଦରକାର, ମତେ ଏଇଟା ଦରକାର, ମତେ ଏଇଟା ଦରକାର। କୋଉଥିପାଇଁ? ନା ନିଜର ମୁକ୍ତି ପାଇଁ। ଯୋଉଟା ଦରକାର ସେଇଟା କେତୁରୁ ଆସେ ଦେଖୁ। କେତୁକୁ ଜଣା ନାହିଁ ତାକୁ କଣ ଦରକାର। ଯିଏ ଲୋକ କନଫ୍ୟୁଜ ରହନ୍ତି ତାଙ୍କର କେତୁ ପ୍ରବଳ। ରାହୁ ଡିଲ୍ୟୁଜନ ଦିଏ। କିନ୍ତୁ ଯୋଉମାନଙ୍କୁ କନଫ୍ୟୁଜନ ଦିଏ, ସେ ଭାଇ କେତୁ। ଯଦି ମୁନ କାହାର କେତୁ ସହିତ ଅଛି, ସେ କନଫ୍ୟୁଜ ରହିବ। ଯେପର୍ଯ୍ୟନ୍ତ ସେ ସାମ୍ନା ବାଲାଠୁ କ୍ଲାରିଫିକେସନ ନ ପାଇଛି କି ଭାଇ ଏଇଟା ଏମିତି କରିବେ କି, ଯଦି କହିବ ହଁ, ତାହେଲେ ସେ ଆଖି ବନ୍ଦ କରି ମାଡିଯିବ। କାରଣ କେତୁ ବୁଝେନି ଯେ ଏଇଟା ଭଲ ଏଇଟା ଖରାପ। କେତୁ ବୁଝେ ଇଣ୍ଟେନସନ, ପ୍ୟୋର ପ୍ରପର ଇଣ୍ଟେନସନ। କେତୁ କଣ ଷ୍ଟୋର କରେ? କେତୁ ଷ୍ଟୋର କରେ କର୍ମଫଳ। ଯଦି କୋଉ ପ୍ଲାନେଟ ତମକୁ ଲାଗିବ, କୋଉ ପ୍ଲାନେଟ ତମକୁ ମାରିବ, ତାହେଲେ ସେ ଏଇ ଜନ୍ମ ପାଇଁ ମାରିବ। କିନ୍ତୁ କେତୁ ଯଦି ମାରିବ, ତାହେଲେ ମିନିମମ୍ 14 ଜନ୍ମ ପାଇଁ ତମକୁ ପ୍ରୋବ୍ଲେମ ଦେଇଦବ। ଯେହେତୁ ଆମେ ସନାତନ, ଆମେ ପୂର୍ବ ଜନ୍ମରେ ବିଶ୍ୱାସ ରଖୁ, ଆମ କର୍ମଫଳ ସବୁ କେତୁରେ ଷ୍ଟୋର ହୁଏ। ଆହୁରି ଗୋଟେ ଡେସକ୍ରିପସନ ଦେଇ ଦଉଛି କେତୁର, କି ଭାଇ କେତୁ ହଉଛି ବିଛା ରାଶିର କୋରୁଲର। ତେଣୁ ଯୋଉମାନଙ୍କର ବିଛା ରାଶି, ସେମାନଙ୍କୁ କେବଳ ମଙ୍ଗଳ ନିୟନ୍ତ୍ରଣ କରନ୍ତିନି, ତାଙ୍କୁ କେତୁ ମହାରାଜ ନିୟନ୍ତ୍ରଣ କରନ୍ତି। ଯୋଉମାନଙ୍କର କୁମ୍ଭ ରାଶି, ତାଙ୍କୁ କେବଳ ଶନିଶ୍ଚର ମହାରାଜ ରୁଲ କରନ୍ତିନି, ତାଙ୍କୁ ବୋଥ ରାହୁ ମହାରାଜ ଏବଂ ଶନିଶ୍ଚର ମହାରାଜ ରୁଲ କରନ୍ତି।
ଯେତିକ ସବୁ ଡିସଇଣ୍ଟରେଷ୍ଟେଡ ଥିବେ, ଯେତିକ ସବୁ ଇଣ୍ଟ୍ରୋଭର୍ଟ ଥିବେ, ଯେତିକ ସବୁ ଡିସାଟିସ୍ଫାଇଡ ଲୋକ ଥିବେ, ଯେତିକ ଲୋକଙ୍କୁ ଦେଖିଲେ ଶଳା ଜନ୍ମ କାହିଁ ହେଇଛି, ସୋସାଇଟିରେ କଣ ପାଇଁ ଅଛି, କିଛି ଆବଶ୍ୟକତା ନାହିଁ, ଏଇଭଳିଆ ଲୋକ ଯୋଉଟା ଦେଖିବ ସେଗୁଡା ହେଲେ କେତୁ। ପଏଣ୍ଟ ନମ୍ବର ଟୁ, ଯେତିକ ସବୁ ସନ୍ନ୍ୟାସୀ ଯାହାଙ୍କର ଦୁନିଆଦାରିରେ କିଛି ସମ୍ପର୍କ ନାହିଁ, ସେ ତାର ବସିଲେ ମାଳି ଘଡେଇଲେ, ସିଏ ହେଲେ କେତୁ। ଯେତିକି ସବୁ ଜିନିଷ ତୁମେ ଦେଖିପାରୁନାହ, ଯେମିତି କି ଓକଲ୍ଟ ହେଲା, ମିଷ୍ଟିସିଜିମ ହେଲା, ଆମେ ଯୋଉ ଆଷ୍ଟ୍ରୋଲୋଜି ପଢୁଛୁ, ସିଏ ହେଲା ତାର ବି କାରକ କେତୁ। ପର ଦୁନିଆର ଯୋଉ ଜିନ ଭାବଟା ସେଟା ବି କେତୁ। ଆଉ ଯାହାକୁ କିଛି ଜଣା ନାହିଁ ସିଏ ବି କେତୁ। ସମର୍ପଣ ବି କେତୁ। ବହୁତ କିଛି ଏମିତି କହୁଥିଲେ ତ ଚାଲିବ, ଏମିତି ଏମିତି ହବ ସେମିତି ହବ। ଆଉ ସଡନ ଇଭେଣ୍ଟସ ର କାରକ ବି କେତୁ। ମ୍ୟାଟେରିଆଲ ଲସ୍ ର ବି କାରକ କେତୁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ମୁଖ୍ୟ ଦାତା। ଜ୍ଞାନ ବୃହସ୍ପତି ଦେଇଦେବେ, ଆତ୍ମାକୁ ସୂର୍ଯ୍ୟ ଠିକ କରିଦେବେ, ବାଣୀକୁ ବୁଧ ଠିକ କରିଦବ, ମନକୁ ଚନ୍ଦ୍ର ଠିକ କରିଦବ, ସବୁ କିଛି ଦେଇ ଦେଇ ପାରିବେ ସମସ୍ତେ। କିନ୍ତୁ ମୋକ୍ଷ କେବଳ ପ୍ଲାନେଟ କେତୁ ହିଁ ଦବ, କାରଣ ସବୁ ଜିନିଷର ମୁକ୍ତି ହେଲେ ତମ ମୋକ୍ଷର ଅଧିକାରୀ ହବ। ତମ ମନରେ ଯଦି କିଛି ବି ଅଛି ନା ଲାଳସା, ତମେ ମୁକ୍ତି ପାଇପାରିବନି। ସେଟା କେତୁ ଦବ, ଆଉ କେତୁ ଦେଲେ ବହୁତ ପେନଫୁଲ ଦବ, ମାନେ ସଡନ କାଟିବ, ସଡନ ଇଭେଣ୍ଟସ ଦବ, ଏମିତି ଇଭେଣ୍ଟ ଦବ ନା ତମର ଆତ୍ମା କମ୍ପିଯିବ, କି ଆଇଦର ମତେ ମୁକ୍ତି ଦରକାର, ମତେ ମୁକ୍ତି ଦରକାର। ଯୋଉ ଯୋଉ ମାନେ ନିଜର ଶାନ୍ତି ପାଇଁ ମୁକ୍ତି ଚାହୁଁଛନ୍ତି, ଶାନ୍ତି ମିଳୁନି ମୁକ୍ତି ଚାହୁଁଛନ୍ତି, କେତୁ ଅପରେଟ କରୁଛି ତାଙ୍କର ପକ୍କା। ଏଇଟା ମନେ ରଖିଥାଅ। ଏଇଟା ହେଲା ମୁଁ ଗୋଟେ ବୁଲେଇ ବଙ୍କେଇକି ବହୁତ କିଛି ଜିନିଷ କହିଗଲି। ଏବେ ମୁଁ ପୁରା ସିଧାକୁ ପଳେଇ ଆସିବି। କେତୁକୁ ଲଗ୍ନରେ ଅଛି, ସେ ଲୋକକୁ ଜଣାନାହିଁ ସେ କଣ କହିବ। ସେ ଲୋକ ଯଦି ସ୍ପିରିଚୁଆଲ ନହେଲା ଏବଂ କେତୁକୁ ମିସ୍ ଆକ୍ଟିଭେଟ କରିଦେଲା, ତାହେଲେ ସରିଗଲା କଥା। ମୁଁ ମୋର ଇଣ୍ଟରପ୍ରିଟେସନ ଦଉଛି, ମୁଁ ତାର ଡିପର ଇନସାଇଟ୍ ଦଉନି, କାରଣ କେତୁ ବିଷୟରେ ଯଦି ଆମେ ବସିକି 10,000 ବର୍ଷ ଆଲୋଚନା କରିବା ତାହେଲେ ସେ ସରିବନି। ବହୁତ ହି ପାୱାରଫୁଲ ପ୍ଲାନେଟ। ଯାହାର ଲଗ୍ନରେ କେତୁ ଅଛି, ତାକୁ କିଛି ଜଣା ନାହିଁ ସେ କଣ ପାଇଁ କାମ କରୁଛି, କଣ ପାଇଁ ସେ କାମଟା କରୁଛି। ପଚାର ଭାଇ କଣ ପାଇଁ କରୁଛୁ, ମୁଁ ଜାଣିନି, କରୁଛି ତ ଭଲ ଲାଗୁଛି। କେତୁକୁ ପ୍ରକୃତି ସହିତ ବି ଯୋଡାଯାଏ। ପ୍ରକୃତି ମାନେ ଯୋଉ ପରମା ପ୍ରକୃତି ଅଛନ୍ତି ନା, ଆମର ଯେମିତି ଅଗ୍ନି, ପୃଥିବୀ, ବାୟୁ, ଆକାଶ, ଜଳ ଯେତିକି ଅଛି, ସିଏ ବି କେତୁ ରିପ୍ରେଜେଣ୍ଟ କରେ। କାରଣ ପ୍ରକୃତିଟାକୁ କେତୁ ପ୍ଲାନେଟ ଅଣ୍ଡରରେ ଆସେ। ଯୋଉଟା କହନ୍ତି ନେଚର, ଯୋଉଟା କହନ୍ତି ଇନଷ୍ଟିଙ୍କ୍ଟ, ଯୋଉଟା କହନ୍ତି ଓଡିଆରେ ସହଜାତ ସଂସ୍କାର, ସେଇଟା ବି କେତୁ ଅଣ୍ଡରରେ ଆସେ। ଯୋଉ ଫ୍ୟାମିଲିଆର ଅପବ୍ରିଙ୍ଗିଂ ଟା ହେଇଛି, ତା ଫ୍ୟାମିଲିରେ କଣ ଥିଲା ପୂର୍ବ ଜନ୍ମରେ, ତା ବାପା କଣ କରୁଥିଲା, ତା ଜେଜେ କଣ କରୁଥିଲେ, ତାର ସାତ ପିଢି କଣ କରୁଥିଲେ, ଦ୍ୟାଟ ଅଲସୋ କମ୍ସ ଅଣ୍ଡର କେତୁ। ସିଏ ବି କେତୁ ଅଣ୍ଡରରେ ଆସେ। ଏବେ ଇଏ ଦିଏ ନିଏ ଖାଏ ମାରେ କଣ କରେ, ସେଇଟା ମୁଁ ଜାଣିନି। ମୁଁ କିନ୍ତୁ ଏତିକି କହୁଛି, ଅ, ଯେ ବହୁତ ପେନ୍ ଦିଏ, ବହୁତ ହି ପେନ୍। ମୁଁ ବର୍ତ୍ତମାନ ଆଉ ଲଗ୍ନ କେତୁ ସରିଲା। ଲଗ୍ନ କେତୁ ବାଲାଙ୍କୁ ସ୍ପିରିଚୁଆଲ ରହିବାକୁ ବି ପଡିବ। ଯଦି ସେମାନେ ସ୍ପିରିଚୁଆଲ ନ ରହନ୍ତି ତାଙ୍କୁ ପ୍ରୋବ୍ଲେମ ହବ। ଆଉ ସେମାନେ ଯଦି ଆଇଁଷ ପିଆଜ ମାଛ ରସୁଣ ଖାଇଛନ୍ତି ଏବଂ କେତୁ ଉପରେ ଇନଫ୍ଲିକସନ ଅଛି, ତାହେଲେ ତାଙ୍କୁ ବହୁତ ସାରା ପ୍ରୋବ୍ଲେମ ହବ ରିଲେଟେଡ ଟୁ ମାଇଣ୍ଡ। ଠିକ ଅଛି, ଆଇ ଏମ୍ ନଟ୍ ଟକିଂ ଅବାଉଟ ଦିସ୍। ମୁଁ ପୁରା ଗୋଟେ ପୁରା ସ୍ପେସିଫିକ ପ୍ୟାଟର୍ନ କୁ କହୁଛି, ତମେ ସ୍ପେସିଫିକ ପ୍ୟାଟର୍ନ ଶୁଣ। ଯୋଉ ମାନଙ୍କର କେତୁ ରହିଲା 10th ହାଉସ ରେ, 10th ହାଉସ ରେ ଆଜି ଆମେ କଣ ଦେଖୁ? कर्म। କର୍ମ ଘରେ କେତୁ ରହିଲେ ସେ କଣ କରିବ? Detach कर दबो, we are already experiment on 1 to 20 also। କଣ ରୁ ଡିଟାଚ କରିବ? ତାକୁ ଜଣା ନାହିଁ ସେ କୋଉ କର୍ମ କରିବ ଭାଇ। हम्म। ଅର୍ ସେ ଆଉ ଗୋଟେ ବି କର୍ମ କରିପାରିବ। हम्म। ଯେତିକ ମେଡିକାଲ ର ହିଲିଂ ପ୍ରଫେସନ ଅଛି ସେଗୁଡାକ ସବୁତିକ କେତୁ ଅଣ୍ଡରରେ ଆସେ। हम्म। ଯେତିକ ଯୋଗର ପ୍ରଫେସନ ଅଛି ସେଗୁଡାକ କେତୁ ଅଣ୍ଡରରେ ଆସେ।
ଯେତିକ ଆଷ୍ଟ୍ରୋଲୋଜି ର ପ୍ରଫେସନ ଅଛି ସେଗୁଡା ସବୁ କେତୁ ଅଣ୍ଡରରେ ଆସେ। ଯେତିକ ମେଡିଟେସନ ର ପ୍ରଫେସନ ଅଛି, ଯେତିକ ମିଷ୍ଟିସିଜିମ ର ପ୍ରଫେସନ ଅଛି, ଯେତିକ ତନ୍ତ୍ରର ପ୍ରଫେସନ ଅଛି, ସେଗୁଡା ସବୁ କେତୁ ଅଣ୍ଡରରେ ଆସେ। ଟେନ୍ଥ କେତୁ ବାଲା ଯଦି ସେମାନଙ୍କର ଇଣ୍ଟେନସନ କୁ ପ୍યોର କରେକ୍ଟ ଡାଇମେନସନରେ ନ ରଖିବେ ତାହେଲେ ତାଙ୍କୁ ପ୍ରୋବ୍ଲେମ ହବ ଏବଂ ତାଙ୍କୁ ଅଶକ୍ତ ବୁଦ୍ଧି ସର୍ବତ୍ର ନିଷ୍କାମ ବିଗତ ସ୍ପୃହ, ଅଶକ୍ତ ବୁଦ୍ଧି ସର୍ବତ୍ର ନିଷ୍କାମ ବିଗତ ସ୍ପୃହ, ଏ ଏ ଚାରିଟା ଲାଇନ ତାଙ୍କ ମୁଣ୍ଡରେ ପୁରେଇ ଦବା ଦରକାର। ଅଶକ୍ତ ବୁଦ୍ଧି ସର୍ବତ୍ର ନିଷ୍କାମ ବିଗତ ସ୍ପୃହ, ଯଦି ନାହିଁ ସେ ଲୋକ କେବେ ଜୀବନରେ ସକ୍ସେସ ପାଇବନି, ସେମିତି ଜୀବନ ସାରା ବୁଲିବ। କେତୁର ଗୋଟେ ୱାର୍ଡ ମନେ ରଖିଥ, ଅଶକ୍ତ ବିଗତ ସ୍ପୃହ ନିଷ୍କାମ। ଏଇ ଯୋଉ ଶ୍ଲୋକଟା କହିଲି ମୁଁ ବି ଭୁଲି ଯାଉଛି, ତାକୁ କହୁଛି ମୁଁ ବି ଭୁଲୁଛି। ଆ, ସେଇଟା ଗୋଟେ ଶ୍ରୀମଦ୍ ଭାଗବତ ଗୀତାରେ ଶ୍ଲୋକ ଅଛି, ସେଇଟା ମୁଁ କହିବି, ଜଷ୍ଟ ମନେ ପଡିଲେ କହିବି। ଯଦି ସେକେଣ୍ଡ ହାଉସ ରେ କେତୁ ଅଛି କାହାର, ତାହେଲେ ତାର ୱାର୍ଡ ହାର୍ସ ହେଇଯିବ। ଯଦି ଥାର୍ଡ ହାଉସ ରେ କେତୁ ଅଛି, ଯେ ସେ ଯୁଆଡେ ସିଆଡେ ବୁଲିବ, ତାର ପଇସା ଆସିବା କଥା ଆସିଯିବ। ଥାର୍ଡ ହାଉସ କେତୁ ବାଲାଙ୍କର ମୁଁ ଜେନେରାଲି ଦେଖିଛି ତାଙ୍କ ବିବାହ ଟା ପରମ୍ପରା ବିରୁଦ୍ଧରେ ଯାଇକି ହୁଏ। ଠିକ ଅଛି, ମେ ବି, ଆଇ ଡୁ ନଟ ନୋ, ମେ ବି ହୁଏ, ମୁଁ 90% କେସେସରେ ଦେଖିଛି। କାରଣ ଗୁରୁର ଠିକ ସେଭେନ, ଗୁରୁ ଆମେ ନାଇନ୍ଥ ହାଉସରେ ଦେଖୁ ଆଉ ଥାର୍ଡ ହାଉସରେ ଆମେ ପରମ୍ପରା ଦେଖୁ। ତେଣୁ କେତୁ ପରମ୍ପରାରୁ ଡିଟାଚ କରିଦିଏ। ଠିକ ଅଛି ନା, ଗୁରୁ ଉପଦେଶରୁ ଡିଟାଚ କରିଦିଏ। ଅର୍ ଏଇଟା ବି ହେଇପାରେ କି ଗୁରୁ ଉପଦେଶକୁ ଏତେ ଶୀଘ୍ର ମାନିଯିବ ଯେ ସେ ମୁକ୍ତି ପାଇଯିବ। ଫୋର୍ଥ ହାଉସ କେତୁ ତମକୁ ମ୍ୟାଟେରିଆଲ ଥିଙ୍ଗ ରୁ ଡିଟାଚମେଣ୍ଟ ଦବ। ଫିଫ୍ଥ ହାଉସ କେତୁ ତମକୁ ପିଲାପିଲି ଆଉ ତମର ଇଣ୍ଟେନସନ ଯଦି ପିଓର ନାହିଁ, ତମକୁ ପିଲାପିଲି ସନ୍ତାନ ଏବଂ ବିଦ୍ୟାରୁ ଡିଟାଚ କରିଦବ, ପଢାଇରୁ ଡିଟାଚ କରିଦବ। ସିକ୍ସଥ ହାଉସ କେତୁ ରୋଗ ରୁଣ ଶତ୍ରୁରୁ ଡିଟାଚ କରେଇଦବ। ସେଭେନ୍ଥ ହାଉସ କେତୁ ସ୍ପାଉସ ଆଉ ବିଜନେସ ରୁ ଡିଟାଚ କରେଇଦବ। ଏଇଟ୍ଥ ହାଉସ କେତୁ ତମକୁ ଏତେ ଇନଷ୍ଟିଂକ୍ଟ ପାୱାର ଦେଇଦବ। ଏଇଟ୍ଥ ହାଉସ ହଉଛି କେତୁର ନିଜ ସ୍ଥାନ। ଠିକ ଅଛି ନା, ଏଇଟ୍ ହାଉସ ର କାରକ ହଉଛି କେତୁ। କାରଣ ଏଇଟ୍ଥ ହାଉସ ରେ ଯଦି କେତୁ ରହିଲା, ସେ ଲୋକ ଯୁଆଡେ ଯିବ, ଯାହା କରିବ, ଯେମିତି ଯାହା ବି କରିବ, ତା ମୁଣ୍ଡରେ କିଛି ଗୋଟେ ଚାଲୁଥିବ ଯେ କିଛି ଗୋଟେ ହଉଛି, ଏଇଟା ହବାକୁ ଯାଉଛି, ଏମିତି ହବ, ସେମିତି ହବ। ଆଉ ଏମାନେ ସର ଏଇଟ୍ଥ ହାଉସ ଇନଟୁଇସନ। କେତୁ ବାଲାଙ୍କର ଗୋଟେ ବହୁତ ଇଣ୍ଟୁଇସନ ଟା ଏତେ ପାୱାରଫୁଲ ଥାଏ ଯେ କହିବା ବାହାରେ। ଏବଂ ଏଇଟ୍ଥ ହାଉସ କେତୁ ବାଲାଙ୍କର ସବୁଠୁ ଅସୁବିଧା ଗୋଟେ ହେଲା, ସେମାନେ ବହୁତ ଜାଗାରେ ମିସ୍ ଇଣ୍ଟରପ୍ରିଟ ହୁଅନ୍ତି, ସେଥିରୁ ମୁଁ ଗୋଟେ। ଠିକ ଅଛି, ହେଲା କି ସେ ଶ୍ଲୋକଟା ଏଇଆ ଥିଲା, ଅଶକ୍ତ ବୁଦ୍ଧି ସର୍ବତ୍ର ଜିତାତ୍ମା ବିଗତ ସ୍ପୃହ ନୈଷ୍କର୍ମ ସିଦ୍ଧିಂ ପରମାଂ ସନ୍ନ୍ୟାସେନାଧି ଗଚ୍ଛତି। ଆଉ ବଢିଆ ଇଣ୍ଟରପ୍ରିଟେସନ ଭଗବାନ ଦେଇଛନ୍ତି ତା ଭିତରେ। ଏଇ ଶ୍ଲୋକଟା ମନେ ରଖି ଦେଇଥା। ଏଇଟା କଣ ଅଧ୍ୟାୟ, ମୁଖ୍ୟ ଯୋଗର 18 ନମ୍ବର ଅଧ୍ୟାୟର 49 ନମ୍ବର ଶ୍ଲୋକ, ୟା ଉପରେ ରିସର୍ଚ୍ଚ କରିଦିଅ। ଏଇଟା କେତୁ ପାଇଁ ପରଫେକ୍ଟ। ତମର ଯୋଉ ହାଉସ ରେ ଅଛି ସେଇ ହାଉସ ର କାରକ ତତ୍ତ୍ୱ ପାଇଁ ଭଗବାନ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର 18 ଅଧ୍ୟାୟର 49 ନମ୍ବର ଶ୍ଲୋକଟା ଘୋଷି ଦିଅ। ହୁଁ। ତାପରେ ନାଇନ୍ଥ ହାଉସ କେତୁ, ନାଇନ୍ଥ ହାଉସ କେତୁ କଣ କରିବ? ଦେଖ ମୁଁ କେବଳ କେତୁ କଥା କହୁଛି, ତାପରେ ଦୃଷ୍ଟି କଥା ମୁଁ କହିବି। ତେଣୁ ମୋ କଥାକୁ ନେଇକି ତମେ ଯଦି କହିବ ଇଣ୍ଟରପ୍ରିଟେସନ ମୁଁ ଦେଲି, ଭାଇ ତମେ ଏମିତି କହିଥିଲ ଏଇଟା ହେଲାନି, ଭାଇ ସେଗୁଡା କହିବନି। କାହିଁକି ନା କୁଣ୍ଡଲି କେବଳ ଗୋଟିଏ ଜିନିଷକୁ ଦେଖି ବିଚାର ଥୋଡି ନା କରାଯାଏ। ହୁଁ। ଠିକ ଅଛି ନା, ଯୋଉମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯୋଉମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟ ଅଭ୍ୟାସ ଦ୍ଵାରା କାମନା ମୁକ୍ତ ହୋଇଥାନ୍ତି, ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି। କିଏ କରିବରେ ଭାଇ? ହୁଁ। ନାଇନ୍ଥ ହାଉସ। ନାଇନ୍ଥ ହାଉସ ହଉଛି ଫିଫ୍ଥ ରୁ ଫିଫ୍ଥ। ହୁଁ। ଏମାନେ ଯଦି ହିଲିଂ ପ୍ରଫେସନ ରେ ଥିବେ, ମେଣ୍ଟାଲ ହିଲିଂ ପ୍ରଫେସନ ରେ ଥିବେ, ହୁଁ। ତାହେଲେ ଏମାନେ ବିୟଣ୍ଡ ଦ ସ୍କୋପ ଯାଇକି, ମାନେ ଆଙ୍କୁ ପ୍ରକୃତିର ଗୋଟେ ବରଦାନ ସ୍ୱରୂପ ମିଳିବ, ଆଶୀର୍ବାଦ ସ୍ୱରୂପ ମିଳିବ କି ଏମାନେ, ଏମାନଙ୍କ ମୁଣ୍ଡରେ ସଡନ ଆସିବ କି ଏ ଲୋକକୁ ଏଇ ରୋଗ ହେଇଛି, ଆକୁ ଏମିତି ଟ୍ରିଟମେଣ୍ଟ କରିବି। ମାନେ ତାଙ୍କ ମେଡିକାଲ ସାଇନ୍ସ ତାଙ୍କୁ ଦେଇପାରିବନି, କହିପାରିବନି ଯେ, ମେଡିକାଲ ସାଇନ୍ସ ତାଙ୍କୁ ମାନେ ଜଷ୍ଟିଫାଇ କରିବନି, ବଟ୍ ସେମାନେ ତାର ଟ୍ରିଟମେଣ୍ଟ କରିଦେବେ। ସେମିତି ଆଷ୍ଟ୍ରୋଲୋଜିରେ କାର ନାଇନ୍ଥ ହାଉସରେ କେତୁ ରହିଲେ କଣ କରିବ? ସେ ବିୟଣ୍ଡ ଦ ଲିମିଟ୍ସ ଯାଇକି ଏଇଟ୍ଥ ହାଉସ୍ ବାଲାଙ୍କୁ ଇନଟ୍ୟୁସନ ମିଳିବ। ହୁଁ। ନାଇନ୍ଥ ହାଉସ୍ ବାଲାଙ୍କୁ ଡାଇରେକ୍ଟ ଭଏସ ମିଳିବ। ଯଦି ସେ ଭଲସେ ପ୍ରାକ୍ଟିସ କରୁଥିବ, ସ୍ପିରିଚୁଆଲିଟିକୁ ପ୍ରାକ୍ଟିସ କରୁଥିବ, ତାହେଲେ ତାଙ୍କୁ ଡାଇରେକ୍ଟ ପୁରା ଆସିଯିବ ଭିତରେ, ଏଇଆ ହିଁ ହଉଛି ରେ ଭାଇ, ଏଇଆ ହିଁ ହବ।
ପ୍ରାୟତଃ ଦେଖାଯାଇଛି। 10th ହାଉସ କେତୁ ତ ମୂଳରୁ କହିଦେଇଛି କଣ କରିଲେ କଣ ନାହିଁ କଣ ନାହିଁ। 11th ହାଉସ କେତୁ, କେହି ସାଙ୍ଗ ନାହିଁ, ନୋ ସାଙ୍ଗ ଦେୟାର। ଅର୍ କୋଉ ସାଙ୍ଗ ମାନେ ତିଷ୍ଠିବେ, ସବୁ ସାଙ୍ଗ ହେବେ, ସାଙ୍ଗ ମାନେ ନୁହଁ, ସାଙ୍ଗ ମାନେ ଏଇଆ ଭାବନି ଯେ ସାଙ୍ଗ ହେଇଗଲି ମୁଁ ତା ସାଙ୍ଗ ସିଏ ମୋ ସାଙ୍ଗ, ଏ ସାଙ୍ଗ ସାଙ୍ଗ ଇଏ ସାଙ୍ଗ ନାହିଁ। ଆମ ସାଙ୍ଗ ମାନେ କଣ, ଉତ୍ସବ ବ୍ୟସନେନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାର ଶ୍ମଶାନ ଚ ଇହ ତିଷ୍ଠତି ସ ବାନ୍ଧବ। ମାନେ ଯିଏ କି ଏ ଫ୍ରେଣ୍ଡ ଇନ ନିଡ୍ ଇଜ ଫ୍ରେଣ୍ଡ ଇନ ଡିଡ୍, ଏଇ ଭଳିଆ ଟାଇପ ର ସାଙ୍ଗ ଯୋଉମାନେ, ସେମାନେ 11th ହାଉସ ବାଲା କେତୁ ପାଇବେନି। ଯେପର୍ଯ୍ୟନ୍ତ ସେ ପିଲା ସାମ୍ନା ବାଲା ଟା ସ୍ପିରିଚୁଆଲ ନ ହେଇଥିବ, ସାମ୍ନା ବାଲା ଟା ଆଷ୍ଟ୍ରୋଲଜର ନ ହେଇଥିବ, ସାମ୍ନା ବାଲା ଟା କେତୁ ରିଲେଟେଡ ପ୍ରଫେସନ ନଥିବ। ମୋ କଥାଟା ବୁଝିପାରୁଛ ନା ନାଇଁ? ହୁଁ। 12th ହାଉସ କେତୁକୁ ସର୍ବଶ୍ରେଷ୍ଠ କୁହାଯାଇଛି, କାରଣ 12th ହାଉସ ହଉଛି ଡେଥ ର ମାନେ ବ୍ୟୟର ହାଉସ, ସେ ନିଜକୁ ବ୍ୟୟ କରେ। 12th ହାଉସ କେତୁରେ କଣ ନା, ସେ ଲୋକମାନଙ୍କର ପ୍ରାୟତଃ ସାଧାରଣତଃ ଦେଖାଯାଏ ସେମାନେ ଏତେ ମ୍ୟାଟେରିଆଲ ଗେନ୍ କରିଥାନ୍ତି, କିନ୍ତୁ ସେ ମ୍ୟାଟେରିଆଲ ଗେନ୍ ପ୍ରତି ସେମାନେ ଆଟାଚ ନଥାନ୍ତି, ପ୍ରାୟତଃ ଦେଖାଯାଏ। ମୁଁ ଏଇଟା ଗୋଟେ ମୋର ଆନାଲିସିସ୍ କହୁଛି, ତମେ ମାନେ ଭାବିବନି କି ଏଇ ଜିନିଷଟା ହିଁ ହବ, ନା ସେମିତି ନାହିଁ। ଯଦି କାହାର ହଉଛି ତାହେଲେ ବହୁତ ଭଲ କଥା, ଯଦି କାହାର ହଉନି ତାହେଲେ ଆହୁରି ବି ବଢିଆ କଥା। ସେଥିପାଇଁ ତ ଆମେ ବସଛୁ, ଆମେ ରିସର୍ଚ୍ଚ କରି କହିବୁ ନା। ଆଉ କଣ ତମେ ମାନେ ଯଦି ସବୁ କହିଦବ ପୁଣି ଆମର ଭ୍ୟାଲୁ କଣ ରହିବ? ଠିକ ଅଛି। ହୁଁ। ତ 12th ହାଉସ କେତୁ ହେଲା, ସେ କି କୌଣସି ଜିନିଷରେ ଆଟାଚ ନୁହଁ, ସେ ବହୁତ ସାରା ଜିନିଷ କରିବ ଏବଂ ବହୁତ ସାରା ଜିନିଷ କରିକି ଶେଷକୁ ସେ କିଛି ଦେଖିବନି, ଶେଷକୁ ସେ କଣ କରିବ ନା ଯାହା ବି ହଉ ଯେମିତି ବି ହଉ ସେ ତାର ଇଏ କରିବା କଥା କରିବ। ମାନେ କହିବ ଭାଇ ମୁଁ ଯେମିତି ଅଛି ସେମିତି ଠିକ ଅଛି, ଯାହା ଅଛି ଯେମିତି ଅଛି ସବୁ ଠିକ ଅଛି, ମୋର ଭାଇ ଲାଷ୍ଟକୁ ମୁକ୍ତି ହିଁ ଦରକାର, ମୋର ଆଉ କିଛି ଏକ୍ସଟ୍ରା ଦରକାର ହିଁ ନାହିଁ। ଆଉ କଣ ରହିଲା କେତୁର ମାନେ ଅସୁବିଧା? କେତୁ ଯେତେବେଳେ ଅପରେଟ କରିବ ତମ ଚାର୍ଟ ରେ, କେତୁ ଯେତେବେଳେ ଅପରେଟ କରିବ ତମ ଚାର୍ଟ ରେ ନା, ସେତେବେଳେ ତୁମେ ଗୋଟେ କଥା ଭଲସେ ମନେ ରଖିଥାଅ, ତୁମେ ଛାଡିବା ପାଇଁ ରାଜି ରୁହ, ନହେଲେ ସେ ତମକୁ ଛଡେଇ ଦବ। ସେକେଣ୍ଡ ହାଉସ କେତୁ ପରିବାରରୁ ଦୂରକୁ ନେଇଯିବ, ଆଉ ଏତେ ପେନ୍ ଦେଇକି ନବ ଯେ କହିବା ବାହାରେ। ମାନେ ସଡନ ଇଭେଣ୍ଟ ସେମିତି ଦବ, କହିବ ଯା ମୁଁ ବଞ୍ଚିଥିଲି କେତେ ମରିଲ କେତେ, ମୋ ଦୁନିଆ ପ୍ରତି ମୁହ ତୁଟିଗଲା। ଏବେ କ୍ଲିୟର ହେଇଗଲା କି ମାନେ ମୁଁ ଗୋଟେ ଏଇଟା ହେଲା ମୋର ସବୁଠୁ ଇମ୍ପୋର୍ଟାଣ୍ଟ ଇଏ, ଯେତେବେଳେ କେତୁ ଅପରେଟ କରେ ସେତେବେଳେ ମଣିଷକୁ ବହୁତ ମୁକ୍ତ ହେବାର ଦେଖାଯାଏ। ଯାହାର କେତୁ ମହାଦଶା ଚାଲେ, କେତୁ ମହାଦଶା 7 ବର୍ଷ ଚାଲେ ବିଂଶତିରେ, ଯାହାର କେତୁ ମହାଦଶା ଅନ୍ତର୍ଦଶା ଅପରେଟ କରେ, ସେ ଟାଇମ ରେ ଫ୍ୟାମିଲିରୁ କିଏ ଗୋଟେ ଜନ୍ମ ହବ, ନହେଲେ କିଏ ଗୋଟେ ମରିବ। ଏଇଟା ବି ମୁଁ ଦେଖିଛି। କେତୁର ଟାଇମ ପିରିୟଡ଼ ଯେତେବେଳେ ଅପରେଟ କରିବ, ଆଇଦର କିଏ ଗୋଟେ ଜନ୍ମ ହବ ନହେଲେ କିଏ ଗୋଟେ ମରିବ। ତାହେଲେ କେତୁକୁ ଏତେ ମିଷ୍ଟ୍ରି କାହିଁ କୁହାଯାଇଛି? କାହିଁକି ନା ହି ସବୁଠୁ ପାୱାରଫୁଲ ପ୍ଲାନେଟ ଇଏ, ଚନ୍ଦ୍ରର ସାଉଥ ନୋଡ ବୋଲି କୁହାଯାଏ ତାକୁ। ଆଉ ପରାଶରରେ କୁହାଯାଏ ଏଟା ଛାୟା ଗ୍ରହ, ପରାଶରରେ ଆକୁ ପାପି ଗ୍ରହ ବି କୁହାଯାଏ। କିନ୍ତୁ ଜୈମିନି ମହର୍ଷି ଜୈମିନୀ ଲେଖିଛନ୍ତି କି କେତୁ ହଉଛି ସବୁଠୁ ପିଓରେଷ୍ଟ ପ୍ଲାନେଟ, ମାନେ ଯିଏ ମୁକ୍ତି ଦଉଛି ପାପି କେମିତି ହେଇପାରିବ? ମହର୍ଷି ଜୈମିନୀ କହିଛନ୍ତି ଯେ ମୁକ୍ତି ଦଉଛି ସେ ପାପି କେମିତି ହବ? କିନ୍ତୁ ଆଜିକା ଡେଟ ରେ, ଏଇ ମାଟେରିଆଲ ୱାର୍ଲଡରେ ତମେ ଜନ୍ମ ହେଇଛ ଆଉ କେତୁ ମିଳିଗଲା ତମକୁ 10th ହାଉସ ରେ, ଇଭିନ ତା ପାଖରେ ନା ମାନେ ଅରବପତି ଟା ହେଇଥିବ, କିନ୍ତୁ ଶାନ୍ତି ନଥିବ, ଏଇଟା ସତ୍ୟ। ମୁଁ ମନା କରୁନି ଯେ କେତୁ ବନେଇବନି, କେତୁ ଯେତେବେଳେ ଦେବାକୁ ଆସେ, ସେତେବେଳେ ଯିଏ ମୋକ୍ଷ ଦେଇପାରୁଛି, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଅଛି, ତାହେଲେ କଣ ଧର୍ମ ଦେବନି ଅର୍ଥ ଦେବନି କାମ ଦେବନି? ସବୁ ପ୍ଲାନେଟ ସବୁ କିଛି ଦେଇପାରିବେ, କିନ୍ତୁ 99.99 କେସେସରେ କେତୁ ଦିଅନ୍ତି ନାହିଁ। କେତୁ କୋଉ ମାନଙ୍କୁ ଦିଅନ୍ତି ନା, ଯୋଉମାନେ ସାମ୍ନା ବାଲାକୁ ଦେଇ ଚାଲନ୍ତି, ପ୍ରକୃତିକୁ ଦେଇ ଚାଲନ୍ତି, ନିଷ୍କାମ ଭାବରେ ଦେଇ ଚାଲନ୍ତି, ସେଇମାନଙ୍କୁ କେତୁ ବ୍ଲେସ କରିଦିଅନ୍ତି। କେତୁରୁ ଯଦି କିଛି ପାଇବାର ଅଛି, ତାହେଲେ ତୁମକୁ ଆଗ ଦେବାକୁ ପଡିବ। ସେକେଣ୍ଡ ହାଉସ କେତୁ ବାଲାଙ୍କର ପଇସା ରହେନି, ତାଙ୍କର କେବେ ବି ପଇସା ରହେନି। ଯଦି ସେକେଣ୍ଡ ହାଉସ କେତୁ ବାଲା ପଇସା ତାଙ୍କର ରଖିବାକୁ ଚାହିଁବେ, ତାହେଲେ ସର୍ବପ୍ରଥମେ ସେ କ୍ଷୁଦ ଖୋଲା ଭାବରେ, ମାନେ ଯେମିତି କହନ୍ତିନି, ମାନେ ଯେମିତି କଞ୍ଜୁସ ନ ହେଇକି ନା, ତାଙ୍କର ଚାରିଟି ଟା ସେ ଯଦି ଜାରି ରଖିବେ, ତାହେଲେ କେତୁ ଇମ୍ପ୍ରୁଭ ହେଇଯିବ ତାଙ୍କର। କ୍ଲିୟର? ସେକେଣ୍ଡ ହାଉସ କେତୁ ଗଲା, ମାନେ ଏମିତି ମୁଁ ମୋର କହି ଚାଲୁଛି, ଯାହା ଯାହା ମୁଁ ଦେଖିଛି, ଯାହାର ଚାର୍ଟ ମନେ ପଡୁଛି ମୁଁ କହୁଛି।
ଏବେ କେତୁ କୋଉ ପ୍ଲାନେଟ ସହିତ ବସିଲା, ସେ ପ୍ଲାନେଟ ର କାରକ ତତ୍ଵ ସହିତ, ଧର କେତୁ ମୁନ ସହିତ ବସିଗଲା, ତମେ ଭାଇ ଜାଣିନ ତମେ କଣ ଭାବୁଛ। କେତୁ ମୁନ ସହିତ ବସିଗଲା, ମା ର ଗଣ୍ଠି ରୋଗ ଦବା କଥା ଦବ। କେତୁ ମୁନ ସହିତ ବସିଗଲା, ମା ସହିତ ପଡିବ ହିଁ ନାହିଁ, ମା ତମକୁ ଶକ ର ନଜରରେ ଦେଖିବ। କେତୁ ମାର ସହିତ ବସିଗଲା, ଯେତେବେଳେ ମେଜର ପିରିୟଡ ଅପରେଟ କରିବ ତମକୁ ସେ କଟ ଦବା କଥା ଦବ। କେତୁ ଜୁପିଟର ସହିତ ବସିଗଲା, ସେଇଟା ଗୋଟେ ଭେରି 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 ଭାଇଟାଲ ପାର୍ଟ। ଏଟାକୁ ଧ୍ୱଜା ଯୋଗ ବୋଲି କୁହନ୍ତି। ହୁଁ ଏଟାକୁ ଗଣେଶ ଯୋଗ ବୋଲି କୁହନ୍ତି। ହୁଁ ଠିକ ଅଛି ନା। କେତୁ କେବଳ ଜୁପିଟର ସହିତ ବସିଲେ ବହୁତ ବଢିଆ। ହୁଁ ଆଉ ସବୁ ପ୍ଲାନେଟ ସହିତ ବସିଲେ ଅସୁବିଧା କରିଦବ। ଭେନସ କେତୁ ବସିଲା କଣ ହବ, ଯଦି ପୁରୁଷର କୁଣ୍ଡଲି ହେଇଥିବ ସ୍ତ୍ରୀ ସହିତ ପକେଇଦବନି। ଅନଟିଲ ଅନଲେସ ଝିଅଟା ଯଦି କେତୁ ନ ହେଇଥିବ, ତାହେଲେ କେତୁର ପ୍ରଫେସନ କଣ? କେତୁର ପ୍ରଫେସନ ହେଲା, ଯେତିକ ତନ୍ତ୍ର ବାଲା ସବୁ କେତୁ ପ୍ରଫେସନ ଅଣ୍ଡରରେ ଆସନ୍ତି। ଯେତିକ ଆଷ୍ଟ୍ରୋଲୋଜର ସବୁ କେତୁ ପ୍ରଫେସନ ଅଣ୍ଡରରେ ଆସନ୍ତି। ଯେତିକ ହିଲର ଅଛନ୍ତି, ମେଡିକାଲ ପ୍ରଫେସନ ହେଲା, ମେଣ୍ଟାଲ ହିଲିଂ ହେଲା, ଏନି କାଇଣ୍ଡ ଅଫ ହିଲିଂ ଦ୍ୟାଟ କମ୍ସ ଅଣ୍ଡର କେତୁ। ଯୋଗ ଇନଷ୍ଟ୍ରକ୍ଟର ହେଲା, ଦ୍ୟାଟ ଇଜ କମ୍ସ ଅଣ୍ଡର କେତୁ। ସାଇକୋଲୋଜିଷ୍ଟ ହେଲା, ମେଣ୍ଟାଲ ସାଇକୋଲୋଜିଷ୍ଟ, ଦ୍ୟାଟ କମ୍ସ ଅଣ୍ଡର କେତୁ। ପ୍ରିଏଷ୍ଟ, ଯୋଉମାନେ ପ୍ରିଏଷ୍ଟ ଥାନ୍ତି, ମାନେ ପୂଜକ ଥାନ୍ତି, ଏ ନନା ନୁହଁ ଯୋଉ ନନା କି ତାଙ୍କୁ ଅ ପୂଜା କଲା ପରେ ଦକ୍ଷିଣା 1,500 ଟଙ୍କା ଦରକାର, ମୋର ଏତିକି ଟଙ୍କା ଦରକାର ମୁଁ ଏତିକି କରିବି, ହୁଁ ସେ ନନା ନାଇଁ। ଯୋଉ ନନା ବନାଟି, ମାନେ ଯୋଉ ଦୀପ ବୁଲଉଥିବ ଅନଉନଥିବ ପଇସା କେତେ ପଡିଲା, ସେ ନନା ହୁଁ ହେଉଥିଲା, ସେ ନନା ହୁଁ ହଉଛି କେତୁ। ହୁଁ ବୁଝିପାରୁଛ ନା ନାଇଁ। ସ୍ପିରିଚୁଆଲ ଟିଚର ହେଇଥିବ, ସ୍ପିରିଚୁଆଲ ଯେତିକ ଆଚାର୍ଯ୍ୟ ମାନେ ଅଛନ୍ତି, ଯୋଉ ବି କଲ୍ଟର ଆଚାର୍ଯ୍ୟ ମାନେ ଅଛନ୍ତି, ସେମାନେ ହଉଛନ୍ତି କେତୁ। ଆହୁରି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ କ୍ଲିୟରଲି ମନେ ରଖ। ସମସ୍ତେ କହନ୍ତି ଭାଗ୍ୟ ଚେଞ୍ଜ ହେଇପାରେନି, କିଏ କହନ୍ତି ଭାଗ୍ୟ ଚେଞ୍ଜ ହେଇଯାଏ, କିଏ କହେ କେବେ ବି ଯାହା ବି ଲେଖା ହେଇଛି ତାହା ଘଟିବ। ମୁଁ ଏ ଡିବେଟ ରେ ପଶିବାକୁ ଚାହୁଁନି। ମୋର ଏ ଡିବେଟ ରେ ପଶିବାର ନାହିଁ ଭାଇ, ମୁଁ ଏତେ ଜ୍ଞାନୀ ନାହିଁ, ମୁଁ ଗୋଟେ ନର୍ମାଲ ଲୋକ। ମୁଁ କିନ୍ତୁ ଗୋଟେ ଜିନିଷ କହୁଛି, ଭାଗ୍ୟର ଲେଖନ ସ୍ଵୟଂ ନାରାୟଣ ଚେଞ୍ଜ କରିପାରିବେ ନାହିଁ। କିନ୍ତୁ ସମସ୍ତେ କହନ୍ତି ତମେ ଯଦି ମହାଦେବଙ୍କ ପାଖରେ ଯାଇକି ମୁଣ୍ଡ ବାଡେଇବ, ମହାଦେବଙ୍କୁ ଯାଇ ରିକ୍ୱେଷ୍ଟ କରିବ, ସିଏ କରିଦିଅନ୍ତି। ଏଇଟା କେବଳ କ୍ଷମତା କେତୁର ହିଁ ଅଛି। ଏମିତି ଯାହା ତମ ଚାର୍ଟରେ ନାହିଁ ସେ ତମକୁ ଦେଇପାରିବ, ଆଉ କୋଉ ପ୍ଲାନେଟର ନାହିଁ। କାରଣ ମହାଦେବ ହଉଛନ୍ତି କେତୁର, ମାନେ ତାଙ୍କଠୁ ବଡ ବୈରାଗୀ କିଏ, ତାଙ୍କଠୁ ବଡ ଯୋଗୀ କିଏ। ଆଉ ଗୋଟେ ଲୋକ ଅଛି, ଯଦି ଭଗବାନଙ୍କ ଲେଖା ଭଗବାନ କାଟି ପାରିବେନି, ଭଗବାନଙ୍କ ଲେଖା ଭଗବାନଙ୍କର ଭକ୍ତ କାଟି ପାରିବେ। ଭଗବାନଙ୍କ ଲେଖା ଭଗବାନ କାଟି ପାରିବେନି, ଭଗବାନ ଲେଖା ଭଗବାନଙ୍କର ଭକ୍ତ କାଟି ପାରିବ। ଯଦି କୌଣସି ସନ୍ନ୍ୟାସୀ, କୌଣସି ଯୋଗୀ, କୌଣସି ହାଇଲି ସ୍ପିରିଚୁଆଲ ପର୍ସନ ତମକୁ ବ୍ଲେସ କରିଦେଲା, ତମ ଚାର୍ଟ ରେ ସେଟା ନାହିଁ, ତମକୁ ସେଟା ମିଳିବା କଥା ମିଳିବ। ଆଉ ତମକୁ ଯଦି ସେ ବ୍ଲେସ କରିଦେଲା, ତୁ ତୋର ଭଲ ହେଇଯାଉ, ତୁ ସୁଧୁରି ଯା, ବା ତୋର ମଙ୍ଗଳ ହେଇଯାଉ, ଆଶୀର୍ବାଦ ଦେଲା, ପିଓର କେତୁ ପର୍ସନ, ତାହେଲେ ସେ ତାକୁ ହବାକୁ ବାଧ୍ୟ। ଆଚ୍ଛା, ସଟନ କେତୁ ବାଲାଙ୍କ ସହିତ ଯଦି କିଏ ଲାଗିଲା, ସଟନ କେତୁ ବାଲାଙ୍କ ଚାର୍ଟ ଦେଖି ଦେଖି ମୁଁ କାନ୍ଦି ପକେଇଲିଣି ଭାଇ। ତାଙ୍କ ଜୀବନରେ କଦାପି ସେହି ଦିଶାର କର୍ମ ତାଙ୍କର ଚାଲେନି, ସେମାନେ ତାଙ୍କର ପ୍ରଫେସନ ଟାକୁ ପୁରା ଚେଞ୍ଜ କରିଦିଅନ୍ତି। ଠିକ ଅଛି ନା। ସେମାନେ ତାଙ୍କ ପ୍ରଫେସନ ଟାକୁ ପୁରା ଚେଞ୍ଜ କରିଦିଅନ୍ତି। ଏବେ ରିସେଣ୍ଟଲି କେତୁ ମହାଦାସ ଅପରେଟ କରୁଛି, ଜଣଙ୍କର ଚାର୍ଟ ଦେଖିଥିଲି। ସେ 6 ମାସ ଘରୁ ବାହାରନି, ନାମ ଜପ କରୁଛି, ମାଳି ଗଡଉଛି ମୋର ସଜେସନ ରେ। ଆଁ କେତୁ ମହାଦାସ ତାକୁ ବ୍ଲେସ କଲା, ଯୋଉ ଚାକିରି 6 ଲକ୍ଷର ପ୍ୟାକେଜରେ ଥିଲା, ନାଓ ସି ଇଜ ଗେଟିଂ 11 lakhs ପ୍ୟାକେଜ, ଆଜି ସନ୍ଧ୍ୟାବେଳେ ମେସେଜ କରିଥିଲା। ମୋ କଥାଟା ବୁଝିପାରୁଛ ନା ବୁଝିପାରୁନ? ହୁଁ 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 ତେଣୁ କେତୁ ଯେତେବେଳେ ଦେବାକୁ ଆସିବ, ସିଏ ପୁରା ଡବଲ ଟ୍ରିପଲ କରିକି ଦବ। କିନ୍ତୁ ତୁମର ନବାର କାଇଦା ଥିବା ଜଣାଥିବା ଅଛି। ମୋର ଯୋଉମାନେ ସବୁ ଡିପ୍ ରିସର୍ଚ୍ଚ କରନ୍ତି ନା, ତାଙ୍କର କେତୁ ଥିବା ଦରକାର। ହୁଁ ନହେଲେ ଅଦରୱାଇଜ ୱିଦାଉଟ୍ ହେଲ୍ପ ଅଫ କେତୁ ଆପଣ ୟୁ କାଣ୍ଟ ଡୁ ଡିପ୍ ରିସର୍ଚ୍ଚ। ଯୋଉମାନେ ପିଏଚଡି କରିବେ ତାଙ୍କୁ କେତୁର ହେଲ୍ପ ନବାକୁ ପଡିବ। ସେମାନେ ରାହୁ ଫର୍ମାଟରେ ରହିଲେ ପିଏଚଡି କରିପାରିବେନି, କି ହାଇର ଲେବୁଲର ଷ୍ଟଡିଜ କରିପାରିବେନି। ହୁଁ ଧର ଗୋଟେ ଲୋକ ଗୋଟେ ଜାଗାରେ ବସିଲା, ନିଷ୍ଠା ଆମେ କୋଉଠୁ ଦେଖୁ? ବୁଦ୍ଧରୁ ଦେଖୁ ନା ନାଇଁ? ଲାଗି ରହିବା, କୌଣସି ଜିନିଷରେ ଲାଗି ରହିବା ବୁଦ୍ଧଠୁ ଦେଖୁ। କାହାର ଯଦି ବୁଦ୍ଧ କେତୁ ଯୁକ୍ତ ହେଇଗଲା, ସେ ପିଲା ଯେତେବେଳେ ପଢୁଥିବ, ସେ ଏତେ ମନ ଧ୍ୟାନ ଦେଇ ପଢୁଥିବ ନା, ସେ କହିବ ତୁ ପଳା, ମୁଁ ମତେ ଡିଷ୍ଟର୍ବ କରନା, ମୁଁ ପଢିବି। ତାହେଲେ ଏମିତିଆ ଯୋଉ ପିଲା ଯଦି କହିଲା, ତାର ଜାଣିବୁ ତା ଚାର୍ଟରେ ବୁଦ୍ଧ କେତୁ ଅଛି। ସଟନ କେତୁ ବାଲାଙ୍କ ସହିତ ଲାଗିବନି।
ସଟନ କେତୁ ବାଲାଙ୍କ ସହିତ ଲାଗିଲେ ତାଙ୍କର ଯଦି ମନ ଟିକେ ଖରାପ ହେଲା, ଭାଇ ତମେ ବୁଡିବ, ତମ କର୍ମ ବୁଡିବ, ତମେ ବୁଡିବ। ଗୁରୁ କେତୁ ବାଲାଙ୍କ ସହିତ ଏଇଥିପାଇଁ ଲାଗିବନି, ତମ ବୁଦ୍ଧି ଭ୍ରଷ୍ଟ କରିଦେବେ ସେମାନେ। ଗୁରୁ କେତୁ ଯାହାର ଜୁପିଟର କେତୁ ଅଛି, ତାଙ୍କ ଉପରେ ଯଦି କଲା, ତାଙ୍କର ଯଦି ମନ ଦୁଃଖ ହେଇଗଲା, ଆଇଦର ତମର ଡେଥ ମାନେ ସଡନ ଆକ୍ସିଡେଣ୍ଟ ଡେଥ ହବ, ନହେଲେ ତମର ବୁଦ୍ଧି ଭ୍ରଷ୍ଟ ହବ, ଜ୍ଞାନ ତ ଭୁଲିଯିବା ତମର। ଭେନସ କେତୁ ବାଲାଙ୍କର ହେଲା, ଏ ବାଲାଙ୍କର ପ୍ରୋବ୍ଲେମ ହେଲା ଇୟା, ଯେ ମାନେ ଯଦି ଟାର୍ଗେଟ କରି ପଇସା ଇନକମ କରିବେ ଆଙ୍କର ହବନି। ସନ କେତୁ ବେଷ୍ଟ କମ୍ବିନେସନ ଯଦି ତମେ ସ୍ପିରିଚୁଆଲିଟି ପ୍ରାକ୍ଟିସ କରୁଛ। ତ ମୋର ଏତିକି କହିବାର ଥିଲା, କେତୁ ଯୋଉ ଘରେ ବସିଛି ସେ ଘରୁ ତମକୁ ଡିସାଟିସ୍ଫାକ୍ସନ ଡିଟାଚମେଣ୍ଟ ଦବ। ତୁମକୁ କେତୁକୁ ଠୁ କିଛି ଆଦାୟ କରିବାକୁ ହେଲେ ତମକୁ ସେଇଟା ପ୍ରଥମେ ଦବାକୁ ହବ। ଯଦି ତମେ ନ ଦେଇଛ ହବନି, ଆଉ ନହେଲେ ତାରି ପ୍ରଫେସନ ଅଣ୍ଡରରେ କାମ କରିବାକୁ ପଡିବ। ତେବେ ମୋର ଏଇଟା ଗୋଟେ ସିମ୍ପଲ ବ୍ରିଫ ଡେସ୍କ୍ରିପସନ ଥିଲା କେତୁ ପ୍ଲାନେଟକୁ ବୁଝେଇବା ପାଇଁ। ତ ମୁଁ ପ୍ରାୟତଃ କଭର କରିଛି ବୋଲି ମତେ ଫିଲ୍ ହଉଛି, ମାନେ ସବୁଠୁ ଚୁମ୍ବକ ଚୁମ୍ବକ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।